ଝୁମ୍ପୁରା ମୁଖ୍ୟାଳୟ ଠାରେ ରହିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସମେତ ସେବା ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରରେ ଯୋଗଦାନ କରିଥିବା ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଅନିତ୍ୟ ବେହେରା, ଝୁମ୍ପୁରା ବ୍ଲକ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ମହେନ୍ଦ୍ର କୁମାର ପଟ୍ଟନାୟକ, ମଣ୍ଡଳ ସଭାପତି ଉମାକାନ୍ତ ମହାନ୍ତ, ଶାସଦ ପ୍ରତିନିଧି ପଞ୍ଚାନନ ସାହୁ, ବିଜୟାନନ୍ଦ ବେହେରା, ମଖମଲ ବାରିକ, ରମେଶ ଚନ୍ଦ୍ର ମହାନ୍ତ, ଶାନ୍ତନୁ ସେଠୀ, ପୁଷ୍ପକ ମହାନ୍ତ, ପର୍ଶୁରାମ ମହାନ୍ତ, ଜଗନ୍ନାଥ ଖଣ୍ଡା ପ୍ରମୁଖ ଯୋଗଦାନ କରି ରକ୍ତଦାନ ମହାପୁଣ୍ୟ ବୋଲି କହିଥିଲେ। ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ ଡାକ୍ତର କ୍ଷୀରୋଦ କୁମାର ମହାନ୍ତ, ଡାକ୍ତର ଅଭିଜିତ ରୟଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି 34 ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାନ ଶିବିରକୁ ପରିଚାଳନାରେ ସହଯୋଗ କରିଥିଲେ ତରଣୀ ମହାନ୍ତ, ବାଦଲ ସେଠୀ, ସଜିତ ପ୍ରଧାନ, ଅକ୍ଷୟ ମହାନ୍ତ, ସୁନୀଲ ବେହେରା, ପାଣୁ ପୂର୍ତ୍ତି, ପ୍ରମୋଦ ସାହୁ, ଜଗନ୍ନାଥ ବାରିକ, ବିଡିଓ ହୃଦାନନ୍ଦ ଅଧା, ଥାନା ଅଧିକାରିଣୀ ସୋମବାରୀ ହାସଦା ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକରୁ ଜେଥୁରାମ ମହାକୁଳଙ୍କ ରିପୋର୍ଟ, ବୈତରଣୀ ଖବର।